ମୁଁ ଅନେକ ସମୟରେ ବୁଝିପାରୁନାହିଁ ଯେ ମୁଖ୍ୟ ପ୍ରଶାସକ ଯେତେବେଳେ ଯାତ୍ରା ଚାଲିଛି ସେତେବେଳେ ସେ ସେଠି କେମିତି ଉପସ୍ଥିତ ରହିବେ ନାହିଁ। ଆପଣଙ୍କର ମୂଳ ଦାୟିତ୍ୱ ହେଉଛି ରଥଯାତ୍ରା କରିବା। ସେତେବେଳେ ଆପଣ ଭୁବନେଶ୍ୱରରେ କେମିତି ରହିବେ? ଆପଣଙ୍କର ବ୍ୟକ୍ତିଗତ ତଦାରଖରେ ପୁରା କାର୍ଯ୍ୟକ୍ରମ ହେବା କଥା। ତେଣୁ ବୀର ବିକ୍ରମ ଯାଦବଙ୍କର ଏଇଟା କ୍ଷେତ୍ରରେ ତାଙ୍କ କ୍ଷେତ୍ରରେ ଏଇଟା ହେଉଛି ଗୋଟେ ଗୁରୁତର ତ୍ରୁଟି। ଆକ୍ଚୁଆଲି ସେ ମୁଖ୍ୟ ପ୍ରଶାସକ ଭାବରେ ତାଙ୍କର ଦାୟିତ୍ୱର ଅବହେଳା କରୁଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ କିନ୍ତୁ ସେଠି ଆଇନ ମନ୍ତ୍ରୀ ମଧ୍ୟ ରହିବା ଦରକାର। ମାନେ ସବୁବେଳେ ଆଇନ ମନ୍ତ୍ରୀ ମୁଖ୍ୟ ପ୍ରଶାସକ ଏ ସମସ୍ତେ ରହିଲେ ଯାଇକରି ଗୋଟେ ମାନେ ଉତ୍ତରଦାୟିତ୍ୱ ବଢ଼ିବ। କୌଣସି ମନ୍ତ୍ରୀ ନଥିଲେ ସେଠି ସ୍ଥାନୀୟ ଯେଉଁମାନେ ପ୍ରଭାତୀ ପରିଡ଼ା ସେ ସ୍ଥାନୀୟ ବିଧାୟିକା ନିମାପଡ଼ାର ବିଧାୟିକା ସିଏ ସେଠି ରହିବାର କିଛି ଅସୁବିଧା ନଥିଲା। ଏବଂ ଆପଣ ତୁରନ୍ତ ଭୁବନେଶ୍ୱର ଚାଲି ଆସିବା ଯେ ସେଠି କିଛି ରାଜନୈତିକ ନେତୃତ୍ୱ ସେଠି ରହିକରି ଆଡ଼ପ ମଣ୍ଡପ ବିଜେ ହେବା ପର୍ଯ୍ୟନ୍ତ ରହିବାର କିଛି ଅସୁବିଧା ଥିଲା? ମୁଖ୍ୟ ପ୍ରଶାସକ ରହିବା ଦରକାର ଥିଲା, ଆଇନ ମନ୍ତ୍ରୀ ରହିବାର ଆବଶ୍ୟକତା ଥିଲା ଏବଂ ସ୍ଥାନୀୟ ଯେଉଁମାନେ ନେତୃତ୍ୱ ସେମାନେ ମଧ୍ୟ ରହିବାର ଆବଶ୍ୟକତା ଥିଲା। କାରଣ ତା ପୂର୍ବରୁ ବିଶୃଙ୍ଖଳା ଆରମ୍ଭ ହେଲାଣି। ଜଣେ ବ୍ୟକ୍ତି ପ୍ରାଣ ବି ହରାଇଲେ ମାନେ ରଥ ଟାଣିଲା ବେଳେ କଣ ଭଙ୍ଗା ହେବାର ଆମେ ଦୃଶ୍ୟ ଦେଖିଲୁ। ଏଥର ରଥଯାତ୍ରାରେ ବହୁ ଅବ୍ୟବସ୍ଥା ହେଇଛି ଏବଂ ସେ ଅବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଆଇନ ମନ୍ତ୍ରୀଙ୍କର ଦାୟିତ୍ୱ ଥିଲା। ସେ ସେଇଟାକୁ ନ ବୁଝିକରି ସେ ଦାୟିତ୍ୱ ନ ନେଇକରି ସେ କହିଲେ ଏଇଟା ସବୁ ଜଗନ୍ନାଥଙ୍କର ଲୀଳା।